ଘନ ଜଙ୍ଗଲ ମଧ୍ୟରେ କାଳୁ ନାମର ଗୋଟେ ବଡ଼ ଭାଲୁ ରହୁଥିଲା। ସେ ବହୁତ ଶକ୍ତିଶାଳୀ ଥିଲା, କିନ୍ତୁ ତାଙ୍କର ଶକ୍ତିଠାରୁ ବି ବେଶୀ ଥିଲା ତାଙ୍କର ଭଲ ମନ। ଜଙ୍ଗଲର ସବୁ ପଶୁ କାଳୁକୁ ଭାଇ ପରି ଭଲ ପାଉଥିଲେ। ଗୋଟେ ଦିନ ଜଙ୍ଗଲକୁ ଗୋଟେ ଲୋଭୀ ଶିକାରୀ ଆସିଲା। ସେ ଜାଲ ପକାଇଲା, ଫନ୍ଦା ରଖିଲା। ଗୋଟିଏ ଛୋଟ ହରିଣ ଫନ୍ଦାରେ ଧରା ପଡ଼ିଗଲା। ହରିଣର ମା ଚିତ୍କାର କରିଲା, କେହି ଅଛ, ମୋର ପିଲାକୁ ବଞ୍ଚାଅ। ଏହି କଥା ଶୁଣି କାଳୁ ଭାଲୁ ଦୌଡ଼ି ଆସିଲା। ସେ ଦେଖିଲା, ଯଦି ଶକ୍ତି ଲଗାଇବି ଫନ୍ଦା ଭାଙ୍ଗିଯିବ, କିନ୍ତୁ ଯଦି ବେଶୀ ଶବ୍ଦ ହେଲା ତ ଶିକାରୀ ଆସିଯିବ। କାଳୁ ଗହୀର ଭାବରେ ଭାବିଲା। ହଠାତ୍ ସେ ମାଟିରେ ଗୋଡ଼ ଘୋଷାଡ଼ିଲା। ଗଛ ଭାଙ୍ଗିଲା ଆଉ ଜଙ୍ଗଲରେ ଭୟଙ୍କର ଶବ୍ଦ କରିଲା। ଦୂରରୁ ଶିକାରୀ ଭାବିଲା, ଆରେ ବୋଧେ ବଡ଼ ଦଳ ଆସୁଛି। ଭୟରେ ସେ ତାର ବନ୍ଧୁକ ଛାଡ଼ି ପଳାଇଗଲା।